ରେ ପ୍ରଥମ ଥର ପାଇଁ ସାରା ଓଡ଼ିଶାରେ ପ୍ରଥମ ସୁନା ବିମାନ ଭାବେ କାଠଗଡ଼ା ସାହିର ନାଁ ଲେଖା ହେଲା। ଏହା ଏକ ଐତିହାସିକ ସମୟ ଏବଂ ଆମ କାଠଗଡ଼ା ସାହି ଗ୍ରାମବାସୀ ତରଫରୁ ଆମେ ସମସ୍ତେ ଅତ୍ୟଧିକ ଆନନ୍ଦିତ ଅଛୁ। ଓଡ଼ିଶାରେ ପ୍ରଥମ ସୁନା ବିମାନ ଭାବେ କାଠଗଡ଼ା ସାହିର ଗ୍ରାମ ନାଁକୁ ଆସିବ ଏବଂ ଏଇ ଯୋଉ 19 ତାରିଖ ଦିନଠୁ ଯୋଉ କାର୍ଯ୍ୟକ୍ରମ ଚାଲୁ ରହିବ, ଦୋଳ ବିମାନ ଯୋଉ ଦୋଳ ଯାତ୍ରାର ପ୍ରସ୍ତୁତି ବୈଠକ ସରିଛି ଏବଂ ଦୋଳ ଯାତ୍ରା ଯୋଉ 19 ତାରିଖ ଦିନଠୁ ଆରମ୍ଭ ରହିବ, ତ ଦୋଳ ଯାତ୍ରାରେ ମଧ୍ୟ ଏ ସୁନା ବିମାନକୁ ସାମିଲ କରିବା ପାଇଁ ଆମ ଗ୍ରାମବାସୀଙ୍କ ତରଫରୁ ନିଷ୍ପତ୍ତି ନିଆଯାଇଛି ଏବଂ କଟକବାସୀ ମଧ୍ୟ ଅପେକ୍ଷା କରି ରହିଛନ୍ତି ଏ ସୁନା ବିମାନକୁ ଦେଖିବା ପାଇଁ। ଏବେ ଆମର ସମ୍ପୂର୍ଣ୍ଣ ବିମାନ ସରିବା ପାଇଁ 4 କିଲୋର ବ୍ୟବସ୍ଥା କରାଯାଇଥିଲା। 4 କିଲୋ ସୁନାର ଆମର ବିମାନ ହେବ ବୋଲି ଚିନ୍ତା କରାଯାଇଥିଲା। ଏବେ 2.5 କିଲୋ ଓଜନର ସୁନା କାମ ସରିଛି ଏବଂ ଯେହେତୁ ଅଳ୍ପ ସମୟ ଭିତରେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରୁନି, ତଥାପି ଯେତିକି ମାତ୍ରାରେ ଆମର ସୁନା ବିମାନ କାମ ସାରିଛି ଆମେ ଯାତ୍ରାରେ ସେତିକି କାମକୁ ନେଇକି ସାମିଲ ହେବୁ। ନିହାତି ଭାବେ ଏ ବିଷୟରେ ଆମ ସାହିର ମୁରବୀ ଡିସିପିଙ୍କ ସହିତ ଆଲୋଚନା କରିଛନ୍ତି। ସେ ମଧ୍ୟ ଆର୍ମ ଫୋର୍ସ ଯୋଗେଇ ଦେବେ ବୋଲି କହିଛନ୍ତି। ଆମେ ମଧ୍ୟ ପ୍ରଶାସନକୁ ଅନୁରୋଧ କରୁଛୁ କି ଯେହେତୁ ଏତେ 2 କୋଟି ଟଙ୍କା ପାଖାପାଖିର ସମ୍ପତ୍ତି ଯିବ ଏବଂ ନିହାତି ଭାବେ ଆମକୁ ପ୍ରଶାସନିକ ଅଧିକାରୀଙ୍କର ସହାୟତା ଲୋଡ଼ା, ଆମେ ସେଥିପାଇଁ ସାହି ତରଫରୁ ତାଙ୍କୁ ଅନୁରୋଧ କରୁଛୁ। ସେ ମଧ୍ୟ ସୁରକ୍ଷା ଦୃଷ୍ଟିରୁ ସୁରକ୍ଷା ଯୋଗାଇ ଦେବେ ବୋଲି ଆମକୁ ଜଣାଇଛନ୍ତି। ଆମର କାଠଗଡ଼ା ସାହିର ସ୍ୱତନ୍ତ୍ର ଆମର ସବୁ 2ଟି ବିଭାନ, 2ଟି ଆମେ 2 ଦିଗ ଭାଗକୁ ବି ଆମେ ଯାଉଛୁ। ଗୋଟେ 22 ଦିଗ ଭାଗ ଆଉ ଗୋଟେ 25 ଦିଗ ଭାଗ। ଆଉ ମଦନ ମୋହନଙ୍କର ଅପାର କରୁଣା, ସାହି ପିଲାଙ୍କର ସେକ୍ରେଟାରୀ, ପ୍ରେସିଡେଣ୍ଟ, ଅଧିକାରୀ ଆପ୍ରାଣ ଉଦ୍ୟମରେ ଆମର এই ବିଭାନଟି ତିଆରି ହୋଇଛି। ଆଉ ମୁଁ ଭାବୁଛି ମୋ ମତରେ ଏଇଟା ଓଡ଼ିଶାର ପ୍ରଥମ। ଆଉ ତାପରେ ମଦନ ମୋହନଙ୍କ ଇଚ୍ଛା। ଆଉ ଗୋଟେ ଚାନ୍ଦିର, ସେଇଟା ମିନିମମ୍ ଆମର କୁଇଣ୍ଟାଲ ପାଖାପାଖି ଚାନ୍ଦି। ସୁନା 2.5 କେଜି। ଆମର ସମ୍ପୂର୍ଣ୍ଣ ସୁନା ବଣିଆକୁ ଦିଆଯାଇଛି। ସ୍ୱଳ୍ପ ସମୟ ଭିତରେ ଆମର ଏଇଟା ସରିପାରୁନି, ଆମର ସୁନା ଗଚ୍ଛିତ ଅଛି। ଆଉ ଆମେ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଛୁ କମ୍ପ୍ଲିଟ କରିବା ପାଇଁ। ଯଦି ନହେଲା ଆର ବର୍ଷକୁ ଆମେ ପୁରା ସମ୍ପୂର୍ଣ୍ଣ ଭାବେ କରିକି ନେବୁ। ଆଉ ଯେହେତୁ ସାହିବାଲାଙ୍କର ପ୍ରଚେଷ୍ଟାରେ ଏଇଟା ହେଇଛି, ସବୁ ଆବାଳ ବୃଦ୍ଧ ବନିତା ସମସ୍ତେ କହିଲେ ନାଇଁ ଯେତିକି ଲାଗିଛି ସେତିକି ଆମେ ପହଣ୍ଡିରେ ନେଇକି ଯିବୁ। କାମ ତ କାଠଗଡ଼ା ସାହିର ପ୍ରଥମ ତାଙ୍କ କାରିଗର ତାଙ୍କ ସାହି କମିଟି ଡିସାଇଡ କଲେ ସୁନା ମୁକୁଟ ସୁନାର ବିଭାନ କରିବେ ବୋଲି। ତେଣୁକରି ସେ ମତେ ଡକେଇଥିଲେ କାମ। ତଥାପି ସେ ଆମର ଡିସେମ୍ବର ମାସରୁ କଥାବାର୍ତ୍ତା ଆରମ୍ଭ ହୋଇଥିଲା। ଜାନୁଆରୀ ମାସର ପ୍ରଥମ ୱିକରୁ କାମ ଆମେ ଆରମ୍ଭ କରିଥିଲୁ। ତେଣୁକରି ତାଙ୍କର ବିଭାନ କାମ ଯୋଉ ଦେଖିଲି, ତାଙ୍କର ମିନିମମ୍ ବିଭାନର 5-6 କିଲୋ ସୁନାର କାମ ବର୍ତ୍ତମାନ ତାଙ୍କର ସରିବ। କିନ୍ତୁ ତା କମିଟି ଡିସାଇଡ କଲା ଏ ବର୍ଷ ଆମେ ସମ୍ପୂର୍ଣ୍ଣ ତ ବିଭାନ କରିପାରିବୁନି, କିଛି ଅଂଶ କାମ ଆମେ ଲଗେଇବୁ। ତେଣୁକରି ବିଭାନର ଆମେ ତଳ ପୋଜିସନଟା, ତଳ ପାର୍ଟଟା ତାଙ୍କର କାମଟା ଆରମ୍ଭ କଲୁ। ଆରମ୍ଭ କରିକି ଏଇ ସମୟ ଭିତରେ 3 ମାସ ଭିତରେ 2.5 କିଲୋ କାମର 2.5 କିଲୋ ସୁନା କେଜିର କାମର ଗହଣା ତାଙ୍କର ଆମେ ସମ୍ପୂର୍ଣ୍ଣ କରିପାରିଛୁ। ବର୍ତ୍ତମାନ ତ 3 ମାସ ଲାଗିଲାଣି ଏତିକି କାମ। ଆଉ ତାଙ୍କର ଆର ବର୍ଷକୁ ସେଇଟା ଆସନ୍ତା ବର୍ଷକୁ କମ୍ପ୍ଲିଟ କରିବେ ତାଙ୍କର କମିଟି ନିଶ୍ଚିତ ନେଇଛି। ତେଣୁକରି ସେଇଟା ବି ଯଦି ଆଗରୁ ଦେବେ ତ ଆଉ 4-6 ମାସର କାମ ବାକି ଅଛି। ଆଉ ଏଇ ବର୍ଷ ବିମାନ ଲାଗିବ, ବିମାନର ତଳ ପାର୍ଟଟା ଲାଗିବ, ଲୋକଲୋଚନ ବି ହବ, କିନ୍ତୁ ସମ୍ପୂର୍ଣ୍ଣ ଉପର ଭାଗଟା କିଛି ବାକି ରହିଯିବ। ଆଉ କଣ କାମ ହଉଛି ବର୍ତ୍ତମାନ ବିଭାନର ତାଙ୍କର ଯୋଉ ଠାକୁର ବସିବେ, ମଦନ ମୋହନ ବସିବେ, ତାଙ୍କର ଯୋଉ ସାମ୍ନାର ଖିଲଣ, ସେ ଖିଲଣ କାମ ଗୁଡା ସମ୍ପୂର୍ଣ୍ଣ ଭାବରେ କମ୍ପ୍ଲିଟ ହେଇଯାଇଛି। ଆଉ ଉପର ପାର୍ଶ୍ୱ କାମ କିଛି ବାକି ରହିଯାଉଛି, ଯାହାକି ସେଇଟା ଆର ବର୍ଷ ସେ କମ୍ପ୍ଲିଟ କରିବେ ବୋଲି କମିଟି କରିଛି, ଡିସାଇଡ କରିଛି। ଆଉ ଆପଣ କେତେ କାରିଗର ଲାଗିବେ? ଆମେ ଏ କାମ କରିବାକୁ 4-5 ଜଣ କାରିଗର ଲାଗି କାମ କରିଛୁ। ଆଉ